ଆମ୍ଭେ ଆପଣା ଗୌରବାର୍ଥେ ମନୁଷ୍ୟକୁ ସୃଷ୍ଟି କରି ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଆଉ ଏହି ବାକ୍ୟ ପ୍ରକାରେ ପ୍ରତ୍ୟେକ ମନୁଷ୍ୟ ପ୍ରଭୁଙ୍କୁ ଗୌରବ ଦେବା ନିମନ୍ତେ ସୃଷ୍ଟି ହୋଇଅଛନ୍ତି। ଆଉ ବିଶେଷ କରି ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ଭାବେ ବିଶ୍ୱାସ କରୁଛନ୍ତି, ବାଇବେଲର ସତ୍ୟତାକୁ ବିଶ୍ୱାସ କରି ଯେଉଁମାନେ ପ୍ରଭୁଙ୍କର ସତ୍ୟତାରେ ଆଗକୁ ବଢ଼ୁଅଛନ୍ତି ଆଉ ଜାଣିଅଛନ୍ତି ସେମାନଙ୍କର ଏହି ଜଗତରେ ବଞ୍ଚିବାର ଉଦ୍ଦେଶ୍ୟ ଆଉ ଏହି ଜଗତରେ ସେମାନେ ସୃଷ୍ଟି ହୋଇଥିବାର ଉଦ୍ଦେଶ୍ୟ ଈଶ୍ୱରଙ୍କର ବାକ୍ୟ ପ୍ରକାରେ ସେମାନେ ତାଙ୍କ ଜୀବନରେ ଗୌରବ ଦେବେ କେବଳ ସେ ପ୍ରଭୁଙ୍କୁ। ତେଣୁକରି ବାକ୍ୟରେ ଆମେ ଦେଖୁ ଯେ ସ୍ୱୟଂ ପ୍ରଭୁ କହନ୍ତି ଆମ୍ଭେ ଆପଣା ଗୌରବାର୍ଥେ ମନୁଷ୍ୟକୁ ସୃଷ୍ଟି କରିଅଛୁ ବୋଲି। ହଁ ପ୍ରିୟମାନେ, ଆପଣ ଗୌରବ ବିଷୟ କହିଲେ କ'ଣ ବୁଝୁଛନ୍ତି? ସଂକ୍ଷିପ୍ତ ଭାବେ ମୁଁ ଆପଣମାନଙ୍କର ସମ୍ମୁଖରେ ରଖିବା ପାଇଁ ଚାହୁଁଛି। ଗୌରବର ଅନ୍ୟ ଏକ ନାମ ବା ଗୌରବର ଅନ୍ୟ ଏକ ଅର୍ଥ ହେଉଛି ମହିମା, ଯାହାକି ଇଂରାଜୀରେ ଆମେ ଗ୍ଲୋରି ବୋଲି କହିଥାଉ। ତେଣୁକରି ଆମେ ଏଇ ଯେଉଁ ଏହି ଗ୍ଲୋରିର ଅର୍ଥ ହେଉଛି ମହିମା ବା ଗୌରବ। ମହିମା ବା ଗୌରବ ଯାହାକି ପ୍ରଭୁଙ୍କର, ଆଉ ସେଇ ଗୌରବ ନିମନ୍ତେ ହିଁ ମନୁଷ୍ୟକୁ ସେ ସୃଷ୍ଟି କଲେ, କିନ୍ତୁ ମନୁଷ୍ୟ ସେ ଗୌରବ ନଷ୍ଟ କରିଦେଲା, ଗୌରବରୁ ଉଣା ପଡ଼ିଗଲା। ପ୍ରଭୁଙ୍କର ବାକ୍ୟରେ ଅଛି ସମସ୍ତେ ପାପ କଲେ ଓ ଗୌରବ ରହିତ ହେଲେ। ତେଣୁ ପାପ ଗୌରବ ବା ମହିମାକୁ କମ୍ କରିଦିଏ ବା ପ୍ରଭୁଙ୍କର ଗୌରବରୁ ରହିତ ସେତେବେଳେ ଜଣେ ହୋଇଯାଇଥାଏ ଯେତେବେଳେ ସେ ପାପ କରିଥାଏ ବା ପାପୀ ହୋଇଥାଏ। ତେଣୁକରି ସେଇ ପାପରୁ କ୍ଷମା କରିବା ପାଇଁ, ପୁନର୍ବାର ସେଇ ଗୌରବରେ ପ୍ରବେଶ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ଜୀବନ ଦେଇଦେଲେ। ନିଜର ସେ ପ୍ରେମକୁ କାଲବରୀ କ୍ରୁଶ ଉପରେ ନିଜେ ଜୀବନ ଦେଇ ସେ ପ୍ରଦର୍ଶନ କଲେ ବା ସେଇ ପ୍ରେମକୁ ସେ ପ୍ରକାଶ କଲେ ନିଜ ଜୀବନ ଦେଇ। ରକ୍ତ ବୁହାଇଲେ, ତାଙ୍କର ସେ ପବିତ୍ର ନିଷ୍କଳଙ୍କ ରକ୍ତ ଯାହାକି ପ୍ରତ୍ୟେକ ପାପୀର ପାପକୁ ଧୋଇ ପରିଷ୍କାର କରିବ। ତେଣୁକରି ସେ ରକ୍ତ ବୁହାଇଲେ ଆଉ ମୃତ୍ୟୁବରଣ କରି ତୃତୀୟ ଦିନ ସେ ପୁନରୁତ୍ଥିତ ହେଲେ। ତେଣୁକରି ଯେଉଁମାନେ ଏହି ସତ୍ୟ ବିଷୟ ବୁଝିଛନ୍ତି, ଜାଣିଛନ୍ତି ଆଉ ବିଶ୍ୱାସ କରୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ବୋଲି, ସେମାନେ ନିଜର ପାପ କ୍ଷମା ପ୍ରାପ୍ତ ହେଉଛନ୍ତି ଆଉ କହୁଛନ୍ତି ପ୍ରଭୁ ମୁଁ ବିଶ୍ୱାସ କରୁଛି ତୁମେ ପାପ କ୍ଷମାକାରୀ, ସେଥିପାଇଁ ମୋ ନିମନ୍ତେ କାଲବରୀ କ୍ରୁଶ ଉପରେ ମୃତ୍ୟୁବରଣ କଲ, ମରିକି 3 ଦିନ ପରେ ଉଠିଛ, ତୁମେ ହିଁ ପରିତ୍ରାଣକାରୀ, ମୋ ଜୀବନରେ ଶାନ୍ତି ପ୍ରଦାନକାରୀ, ତୁମେ ମୋ ନିମନ୍ତେ ଏହି ଜଗତରେ ନର ରୂପ ଧରି ଆସିଥିଲ, ଏହା ମୁଁ ବିଶ୍ୱାସ କରୁଛି। ପ୍ରଭୁ ତୁମେ ଆସ ମୋର ହୃଦୟରେ, ମୋର ସବୁ ପାପ କ୍ଷମା କରି ମୋତେ ତୁମର କର। ଏତିକି ଯଦି ଜଣେ ପାପୀ, ଯେକୌଣସି ଧର୍ମର ହେଉ, ଯେକୌଣସି ଜାତିର ହେଉ, ଜଣେ ପାପୀ ମନୁଷ୍ୟ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ, ତାହାର ପାପ ଅନୁତାପ କରି ସ୍ୱୀକାର କରେ, କ୍ଷମା ମାଗେ, ପ୍ରଭୁ ତାହାକୁ କ୍ଷମା ଦେଇ ତାଙ୍କର କରିଥାନ୍ତି। କାରଣ ବାକ୍ୟର ଅଛି ଯେତେ ଜଣ ତାହାଙ୍କୁ ବିଶ୍ୱାସ କଲେ ଅର୍ଥାତ୍ ତାହାଙ୍କୁ ଗ୍ରହଣ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। ତେଣୁ ଆମେ ସମସ୍ତେ ପ୍ରଭୁଙ୍କୁ ବିଶ୍ୱାସ କରି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ବା ହୃଦୟରେ ଗ୍ରହଣ କରି ଆମେ ପ୍ରଭୁଙ୍କର ସନ୍ତାନ ବା ଈଶ୍ୱରଙ୍କ ସନ୍ତାନ ହୋଇପାରିବା ଆଉ ପ୍ରଭୁଙ୍କୁ ଗୌରବ ଦେବା, ପ୍ରଭୁଙ୍କର ମହିମା କରିବା। ତେଣୁକରି ଆମେ ଯେତେବେଳେ ପ୍ରଭୁଙ୍କର ଉଦ୍ଦେଶ୍ୟରେ, ପ୍ରଭୁଙ୍କର ବାକ୍ୟ ପ୍ରକାରେ ଯଦି କିଛି କରୁ, ତାହେଲେ ଆମମାନଙ୍କର ପ୍ରଭୁ ମହିମାନ୍ୱିତ, ଗୌରବାନ୍ୱିତ ହେଉଛନ୍ତି। ତେଣୁ ଯଦି ଆମେ ସେଇ ପ୍ରକାର ଗୌରବ ଦେବା, ପ୍ରଭୁ ମଧ୍ୟ ଆମମାନଙ୍କୁ ଗୌରବ ଦେବେ। ଆଉ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ 1 ସାମୁଏଲ 2:30 କାରଣ ଆମ୍ଭକୁ ଯେ ଗୌରବ ଦେବ ଆମ୍ଭେ ତାହାକୁ ଗୌରବ ଦେବା। ଆମକୁ ଯେ ଗୌରବ ନ ଦେବ ଆଉ ତୁଚ୍ଛ ଜ୍ଞାନ କରିବା, ସେମାନେ ବି ଲଘୁ ଜ୍ଞାନ କରାଯିବେ। ଅର୍ଥାତ୍ ପ୍ରଭୁଙ୍କୁ ଯେ ଗୌରବ ଦେବ, ପ୍ରଭୁ ମଧ୍ୟ ତାହାଙ୍କୁ ଗୌରବ ଦେବେ। ଆଉ ଯେଉଁମାନେ ପ୍ରଭୁଙ୍କୁ ତୁଚ୍ଛ ଜ୍ଞାନ ଗୌରବ ଦେବେ ନାହିଁ, ପ୍ରଭୁ ମଧ୍ୟ ସେମାନଙ୍କୁ ଗୌରବ ଦେବେ ନାହିଁ। ଏହି ବାକ୍ୟ କୁହାଯାଇଛି। ଯେତେବେଳେ ମଶା କହିଲେ ପ୍ରଭୁ ମୁଁ ବିନୟ କରୁଅଛି, ମୋତେ ତୁମର ମହିମା ଦେଖାଅ,
ବା ତୁମର ଗୌରବ ଦେଖାଅ। ଆମେ ସେଇ ଯାତ୍ରା ପୁସ୍ତକରେ ଆମେ ଦେଖୁ, ସେଠି ଲେଖାଯାଏ ଯେ ମୋର ସମସ୍ତ ଉତ୍ତମତା ତୁମର ସମ୍ମୁଖ ଦେଇ ମୁଁ ଗମନ କରାଇବି ବୋଲି ପ୍ରଭୁଙ୍କର ଗୁଣ। ପ୍ରଭୁ କେତେ ଉତ୍ତମ, ଅନୁଗ୍ରହକାରୀ, ମଙ୍ଗଳମୟ, କ୍ରୋଧରେ ଧୀର, ଦୟାଳୁ, କ୍ଷମାକାରୀ, ଏହି ସବୁ ଗୁଣ ଗୁଡ଼ାକ ସେ ପ୍ରକାଶ କଲେ। ଏହି ସବୁ ବିଷୟ ହିଁ ତାଙ୍କର ମହିମା ଆଉ ଗୌରବ, ଯାହାକି ଆମେ ଅନୁଭବ କରିପାରିବା। ଆଉ ସେ ସବୁଙ୍କର ପ୍ରଭୁଙ୍କର ଗୁଣ ସେ ଦେଖାଇଛନ୍ତି ଆମମାନଙ୍କ ନିମନ୍ତେ। ସେ ବିଷୟ ଆମେ ଦେଖୁ, ଯେତେ ପ୍ରଭୁଙ୍କର ଉତ୍ତମତା, ଉତ୍ତମ ବିଷୟ, ସେ ସବୁ ପ୍ରଭୁଙ୍କର ମହିମା ଏବଂ ଗୌରବ ଅଟେ। ପ୍ରିୟମାନେ, ଯେତେବେଳେ ସ୍ତିଫାନକୁ ପଥର ଦ୍ୱାରା ତାଙ୍କୁ ମାରି ଦିଆଯାଉଥିଲା, ସେହି ସମୟରେ ମଧ୍ୟ ସେ ଆକାଶ ଉନ୍ମୁକ୍ତ ଉର୍ଦ୍ଧ୍ୱ ଦୃଷ୍ଟି କରି ସେ ପ୍ରଭୁଙ୍କର ମହିମା ଦେଖିବା ବିଷୟ ଆମେ ଦେଖୁ। ତେଣୁକରି ଏହି ପ୍ରକାର ପ୍ରଭୁଙ୍କର ମହିମା ବା ଗୌରବରେ ଜଡ଼ିତ ସତ୍ୟତା ଆମମାନଙ୍କୁ ଶିକ୍ଷା ଦିଏ। ଆଉ ପ୍ରଭୁ ଆମମାନଙ୍କୁ ଶିଖାନ୍ତି ଯେ ସବୁ ପରିସ୍ଥିତି, ଅବସ୍ଥା, ସବୁ ସମୟରେ ଆମେ ପ୍ରଭୁଙ୍କର ଗୌରବ ନିମନ୍ତେ ବଞ୍ଚିବାର ଅଛି। ଏହି ଜଗତରେ ପ୍ରଭୁ ପ୍ରଥମ ଆଶ୍ଚର୍ଯ୍ୟକର୍ମ କରି ସେ ଆପଣ ମହିମା ପ୍ରକାଶ କଲେ ବୋଲି ଆମେ ଯୋହାନଙ୍କ ପୁସ୍ତକ 2 ଦେଖୁ। ପ୍ରଭୁ ପ୍ରଥମ ଆଶ୍ଚର୍ଯ୍ୟ କର୍ମ କଲେ ଓ ଆପଣ ମହିମା ପ୍ରକାଶ କଲେ, ତାହାଙ୍କର ଶିଷ୍ୟମାନେ ବିଶ୍ୱାସ କଲେ। ହଁ ପ୍ରିୟମାନେ, ପ୍ରଭୁ ତାଙ୍କର ମହିମାକୁ ପ୍ରକାଶ କଲେ, ତାଙ୍କର ଗୌରବକୁ ପ୍ରକାଶ କଲେ, ଆଉ ସେହି ସମୟରେ ଶିଷ୍ୟମାନେ ବିଶ୍ୱାସ କଲେ। ଆଜି ଆମେ ଯଦି ପ୍ରଭୁଙ୍କୁ ଗୌରବ ଦେବା, ତାହେଲେ ଅନ୍ୟମାନେ ପ୍ରଭାବିତ ହେବେ, ଅନ୍ୟମାନେ ବି ଜାଣିବେ ଆମେ କେମିତି ପ୍ରଭୁଙ୍କୁ ଗୌରବ ଦେଉଅଛୁ। ପ୍ରଭୁଙ୍କର ମହିମାର କାରଣ ଏହି ଜଗତରେ ବଞ୍ଚୁଛୁ। କାରଣ ମୁଁ ପ୍ରଥମରେ କହୁଥିଲି ଯେ ଯେଉଁମାନେ ଏହି ଜଗତରେ ବଞ୍ଚୁଛୁ, ଆମେ ସମସ୍ତେ ପ୍ରଭୁଙ୍କର ଗୌରବ ନିମନ୍ତେ, ମହିମା ନିମନ୍ତେ ବଞ୍ଚିବାର ଅଛି। ପ୍ରଭୁଙ୍କୁ ଗୌରବ ଦେଇ ବଞ୍ଚିବାର ଅଛି। ତେଣୁକରି ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯଦି ଏପର୍ଯ୍ୟନ୍ତ ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ଗ୍ରହଣ କରିନାହାନ୍ତି, ତାହେଲେ ଆଜି ହିଁ ନିଷ୍ପତ୍ତି ନିଅନ୍ତୁ, ହୃଦୟରେ ସ୍ଥାନ ଦିଅନ୍ତୁ, ନିଜର ପାପ ସ୍ୱୀକାର କରି ସେଇ ପ୍ରଭୁ ଆପଣଙ୍କର ଯେତେ ବଡ଼ ପାପକୁ ବି କ୍ଷମା କରିବାର ସକ୍ଷମ। ଆଉ ସେଇ ପ୍ରଭୁକୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରି ଆଉ ତାହାଙ୍କର ସହିତ ନିବିଡ଼ ସମ୍ପର୍କ ସ୍ଥାପନ କରନ୍ତୁ। ଆଉ ତାଙ୍କର ବାକ୍ୟ ପ୍ରକାରେ ପ୍ରତି କ୍ଷଣ ପ୍ରତି ମୁହୂର୍ତ୍ତରେ ତାଙ୍କୁ ଗୌରବ ଦେଇ ଆଗକୁ ବଢ଼ନ୍ତୁ। ପ୍ରଭୁ ନିଶ୍ଚୟ ଅନୁଗ୍ରହ କରିବେ। ଯଦି ଏହି ଚ୍ୟାନେଲରେ ପ୍ରଥମ ଥର କରି ଆସିଛନ୍ତି, ତାହେଲେ ମୋର ଚ୍ୟାନେଲ SKS ଗସ୍ପେଲ ମିନିଷ୍ଟ୍ରିକୁ ଆପଣ ସବସ୍କ୍ରାଇବ୍ କରନ୍ତୁ। ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ, ଆଉ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏ ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ।